କିଛି ଗୋଟେ କହିବା ପାଇଁକି ଆସିଥିଲି। ୟାର ବହୁତ ଥଣ୍ଡା ପଡ଼ିଛି। କହୁଛି ଏଇ ଯେଉଁ ସବୁ କୁହନ୍ତି ନା କି ଝିଅମାନେ ଆଫ୍ଟର ମ୍ୟାରେଜ୍ ମାନେ ମ୍ୟାରେଜ୍ କରିସାରିଲା ପରେ ବାପାଙ୍କ ଘର ପର ହେଇଯାଏ ତାଙ୍କ ପାଇଁ। ହଁ ନା? କି ମ୍ୟାରେଜ୍ ପରେ ବାପାଙ୍କ ଘର ଝିଅମାନଙ୍କ ପାଇଁ ପର ହେଇଯାଏ। ନା, ଏଇଟା ଭୁଲ। ବାପାଙ୍କ ଘର ସେତେବେଳେ ଝିଅମାନଙ୍କ ପାଇଁ ପର ହେଇଯାଏ ଯେତେବେଳେ ବାପା ରୁହନ୍ତିନି ଘରେ, କି ୱାର୍ଲଡରେ ବି ବାପା ରୁହନ୍ତିନି, ହେଭେନ୍କୁ ପଳାନ୍ତି। ଆଜି ମୁଁ ଫିଲ୍ କରୁଛି, କାରଣ ମୁଁ ତ ଶାଶୁଘରେ ଯାଇନାହିଁ, ଅଛି ବଟ୍ ମୋ ବାପା ନାହାନ୍ତି ନା, ସେଥିପାଇଁ ମୁଁ ଏବେ ଫିଲ୍ କରୁଛି ମୁଁ ପର ହେଇଯାଇଛି। ଏଇଟା ହିଁ ପଏଣ୍ଟ। ଯେ ପର୍ଯ୍ୟନ୍ତ ବାପା ମା ଥାଆନ୍ତି ସେ ପର୍ଯ୍ୟନ୍ତ ନିଜ ଘର ତମେ ଯୋଉଠି ଯାଅ, ଶାଶୁଘରକୁ ଯାଅ, ଯୋଉଠି ଯାଅ, ଯେବେ ବି ଘରକୁ ଆସ, ସେ ଘର ତମ ପାଇଁକି ଘର ହିଁ ହେଇକି ଥାଏ। ବଟ୍ ୱାନ୍ସ ବାପା ମାଆଙ୍କ ଭିତରୁ କିଏ ଜଣେ ଚାଲିଯିବ ନା, ତାପରେ ଘର ଆଉ ମାନେ ତମେ ପର ହେଇଯାଅ। ଆଇ ଫିଲ୍ ଇଟ୍ସ ମାଇ ପର୍ସନାଲ ଓପିନିଅନ୍। କାହାର କ'ଣ ଥିବ।